ନାରଦ ତାଙ୍କ ମନରେ ଅନେକ ଗର୍ବ କରୁଥିଲେ ଯେ ବିଷ୍ଣୁଙ୍କ ମାୟା ତାଙ୍କୁ ଭେଦ କରିପାରିବ ନାହିଁ। ପ୍ରଭୁ ବିଷ୍ଣୁ ଏ ଭକ୍ତ ନାରଦର ଗର୍ଭକୁ କିପରି ଚୂର୍ଣ୍ଣ କରିଥିଲେ ସେ ବିଷୟରେ ଏକ ସୁନ୍ଦର କାହାଣୀ ଆଜି ଆସନ୍ତୁ ଆମ ଚ୍ୟାନେଲ ମାଧ୍ୟମରେ ଜାଣିବା। ଏକଦା ବିଷ୍ଣୁ ମାୟା କରି ଏକ ସୁନ୍ଦର ନଗରୀ ନିର୍ମାଣ କଲେ ଓ ସେଠାରେ ଗୋଟାଏ ଚାଣ୍ଡାଳ ଯାହାର ନାମ ଥିଲା ଅନାଦି ନାୟକ ତାକୁ ରାଜା କରାଇଥିଲେ। ତାର ଏକ ଅପରୂପା ସୁନ୍ଦରୀ କନ୍ୟା ଥିଲା, ତାର ନାମ ହେଲା ଚମ୍ପାବତୀ। ସେ ଅପରୂପା ସୁନ୍ଦରୀ ତାର ରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ନାରଦାକୁ ବିବାହ ହୋଇଥିଲେ। ଏପରିକି ସ୍ତ୍ରୀ ଓ ଛୁଆମାନଙ୍କ ଲୋଭରେ ରାଜା ଘରର ପାଇଖାନା ମଧ୍ୟ ସେ ସଫା କରୁଥିଲେ। କାଳର କରାଳ ଚକ୍ରରେ ପୁଅ ସ୍ତ୍ରୀ ଗୋଟି ଗୋଟି ହୋଇ ମରିଯିବାରୁ ସେ ପାଣିରେ ବୁଡ଼ି ମରିବାକୁ ସ୍ଥିର କରି ପାଣିରେ ବୁଡ଼ନ୍ତେ ବିଷ୍ଣୁ ମାୟା ଅପସରିଗଲା ଓ ବିଷ୍ଣୁଙ୍କ ମାୟା ମୋତେ ସ୍ପର୍ଶ କରିବ ନାହିଁ ବୋଲି ଯେଉଁ ଗର୍ବ କରୁଥିଲେ ନାରଦ ମହର୍ଷି ତାହା ତାଙ୍କର ଚୂର୍ଣ୍ଣ ହୋଇଥିଲା। ଆଜ୍ଞା, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ଲାଇକ୍ କରି ସବସ୍କ୍ରାଇବ୍